ତାପରେ ଆସିଯାଏ ସେ ମହାର୍ଘ ଉତ୍ସବ, ମହାପ୍ରଭୁଙ୍କର ପ୍ରାକଟ୍ୟ ଉତ୍ସବ, ମହାପ୍ରଭୁଙ୍କ ଆବିର୍ଭାବର ଦିବସ, ଜ୍ୟେଷ୍ଠ ପୂର୍ଣ୍ଣିମା, ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ନମୋ ନୃସିଂହ ଚରଣ ଅନାଦି ପରମ କାରଣ। ନମୋ ନୃସିଂହ ଚରଣ ଅନାଦି ପରମ କାରଣ। ଯାବିନୁ ଆଦି ମଧ୍ୟ ଅନ୍ତ ବିଚାରେ ନ ଘଟେ ଜଗତ। ଏହାର ପ୍ରସ୍ତୁତି 2 ଦିନ ପୂର୍ବରୁ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଦିନ ବଡ଼ସିଂଗାର ଭୋଗ ଓ ପହୁଡ଼ ଆଳତି ହେବା ପରେ ଏହି ପ୍ରସ୍ତୁତି ଆରମ୍ଭ ହୋଇଥାଏ। ବଡ଼ସିଂଗାର ଭୋଗ ଓ ଆଳତି ବଢ଼ିବା ପରେ ଶ୍ରୀଜୀଉମାନଙ୍କ ମୁଖ ଉପରେ ଖଣ୍ଡୁଆ ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହୋଇଥାଏ। ଏହାକୁ ଶ୍ରୀମୁଖ ଖଣ୍ଡୁଆ ବୋଲି କୁହାଯାଏ। ଏହାପରେ ଗୁପ୍ତ ନୀତି ଆରମ୍ଭ ପୂର୍ବକ ବାହୁଟ କଣ୍ଟ ହୋଇଥାଏ। ତତ୍ପରେ କୋଠ ସୁଆଁସିଆ ସେବକମାନେ ଚାର ବନ୍ଧା ନିମନ୍ତେ ଗର୍ଭଗୃହକୁ ପ୍ରବେଶ କରିଥାନ୍ତି। ରତ୍ନ ସିଂହାସନରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ଚାରମାଳ ବନ୍ଧା ଯାଇଥାଏ। ଚାରମାଳ ବନ୍ଧା କାର୍ଯ୍ୟ ଶେଷ ପରେ ପ୍ରତ୍ୟୁଷରେ ଦଇତାପତି ଓ ବାଡ଼ଗ୍ରାହୀମାନେ ଶ୍ରୀବିଗ୍ରହମାନଙ୍କର ସେନାପଟା ଲାଗି ନୀତି ପାଇଁ ସିଂହାସନଠାରେ ଉପସ୍ଥିତ ହୋଇ ପଟା, ବାହୁଟି, କାନୁଆସି, ଘୋଡ଼, ଶୁକ୍ଳ ଚାଦର, ମୁଠି ମାଠ, କୁସୁମୀ ଚାଦର, ପତନି, ବୈରାଣୀ ଦ୍ୱାରା ବୀର ବେଶରେ ସଜ୍ଜିତ କରିଥାନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋରରୁ ଶ୍ରୀଜୀଉଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥାଏ। ମଙ୍ଗଳାର୍ପଣ ନୀତି ପାଳନ ଦ୍ୱାରା ମହାପ୍ରଭୁଙ୍କ ଠାରେ ମଙ୍ଗଳ ଆରୋପିତ କରିବାର ଏକ ପୁରାତନ ପରମ୍ପରା ରହିଆସିଛି। ଏହି ନୀତିରେ ମାଟି, ଦୀପ, ନଡ଼ିଆ, ଦୁର୍ବା, ପୁଷ୍ପ, ଗୋରଚନା, ଦର୍ପଣ, ଦଧି, ଘୃତ, ଶ୍ୱେତ ସୋରିଷ, ଗନ୍ଧ, ବସ୍ତ୍ର ଏବଂ ଅଳଙ୍କାର ଦ୍ୱାରା ମହାପ୍ରଭୁଙ୍କର ଏହି ନୀତି ସମ୍ପାଦିତ ହୋଇଥାଏ। ମଙ୍ଗଳାର୍ପଣ ନୀତିର ପ୍ରାରମ୍ଭରେ ଶୁଦ୍ଧସ୍ୱର ସେବକ ଏହି ଜିନିଷମାନେ ଆଣିବା ପରେ ପତି ମହାପାତ୍ର, ମୁଦିରସ୍ତ ଓ ପୂଜା ପଣ୍ଡା ହସ୍ତକୁ ଦେବା ସହ ଏହା ମନ୍ତ୍ର ଦ୍ୱାରା ଶ୍ରୀ ବିଗ୍ରହଙ୍କ ଶ୍ରୀମସ୍ତକରେ ସ୍ପର୍ଶ କରାଯାଇଥାଏ। ଏହି କାର୍ଯ୍ୟ ସମୟରେ ବିଜେ କାହାଳି ବାଜେ ଏବଂ ମଙ୍ଗଳାର୍ପଣ ନୀତି ଶେଷ ହେବା କ୍ଷଣି ଡୋରି ଲାଗି ହୋଇ ଘଣ୍ଟ ମର୍ଦ୍ଦଳ ବାଜେ। ସର୍ବପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କୁ ହସ୍ତରେ ଦଇତାପତି ସେବକମାନେ ପହଣ୍ଡି ବିଜେରେ 7 ପାହାଚ ନିକଟରେ ପହଞ୍ଚାଇଥାନ୍ତି। ଏଠାରେ ରାଘବ ଦାସ ମଠ ପ୍ରଦତ୍ତ ଦୁବ, ତୁଳସୀ ଓ ପୁଷ୍ପରେ ନିର୍ମିତ ଚୂଳ ଲାଗି ହୋଇଥାଏ। ସେହିପରି ଧାଡ଼ି ପହଣ୍ଡିରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ 7 ପାହାଚ ଠାରେ ଟାହିଆ ଓ ଚୂଳ ଲାଗି ହେବା ପରେ ପହଣ୍ଡି ବିଜେରେ ସ୍ନାନ ମଣ୍ଡପ ଉପରେ ବିଜେ କରାଯାଇଥାଏ ଓ ତତ୍ପରେ ଚକା ଉପରେ ସଂସ୍ଥାପନ ପୂର୍ବକ ରୁନ୍ଧା କାର୍ଯ୍ୟ ବଢ଼ିଥାଏ। ସୂଚନାଯୋଗ୍ୟ ଯେ ମଙ୍ଗଳାର୍ପଣ ନୀତି ନ ହେବା ପର୍ଯ୍ୟନ୍ତ ଠାକୁରମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇନଥାଏ, କିନ୍ତୁ ବାହୁଡ଼ା ପହଣ୍ଡି ସମୟରେ ମଙ୍ଗଳାର୍ପଣ ନ ହୋଇ ବନ୍ଦାପନା ପରେ ପହଣ୍ଡି ଆରମ୍ଭ ହୋଇଥାଏ। ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ସମୟରେ ବିଜେ କାହାଳି ବାଜିବା ସହ ସମତାଳରେ ଘଣ୍ଟୁଆ ସେବକମାନେ ଘଣ୍ଟ ଓ ମର୍ଦ୍ଦଳ ବାଦ୍ୟ ବଜାଇଥାନ୍ତି। ଏଥିସହିତ ଆଲଟ, ଚାମର, ଛତି ମଧ୍ୟ ପହଣ୍ଡି ଶୋଭାଯାତ୍ରାର ଆଗେ ଆଗେ ଯାଇଥାଏ। ବୈରିଖିଆ ସେବକ ପୂର୍ଣ୍ଣକୁମ୍ଭ ମୁଣ୍ଡରେ ଧରି ଏହି ସମୟରେ ଠାକୁରଙ୍କ ପହଣ୍ଡି ଆଗରେ ଚାଲିଥାଏ। 7 ପାହାଚ ନିକଟରେ ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ଓ ଚୂଳ ଲାଗି ହୋଇଥାଏ। ପାଳିଆ ଖୁଣ୍ଟିଆ ଟାହିଆକୁ ସଂସ୍କାରକାରୀ ଦଇତାପତିମାନଙ୍କ ହାତକୁ ବଢ଼ାଇଥାନ୍ତି। ଦଇତାପତିମାନେ ଟାହିଆକୁ ଶ୍ରୀ ବିଗ୍ରହଙ୍କ ମସ୍ତକରେ ବାନ୍ଧିଥାନ୍ତି। ଟାହିଆ ଶ୍ରୀମସ୍ତକରେ ଲାଗି ହେବା ପରେ ପହଣ୍ଡି ବିଜେକାଳୀନ ଦୃଶ୍ୟ ଭକ୍ତର ମନକୁ ପ୍ଲାବିତ ତଥା ନୟନ ପ୍ରୀତିକର କରାଇଥାଏ। ଠାକୁରମାନେ ସ୍ନାନ ବେଦିସ୍ଥ ଚକା ଉପରେ ବିରାଜମାନ କରିସାରିବା ପରେ ପାଳିଆ ପୁଷ୍ପାଳକ ଭିତରଛ ମହାପାତ୍ର 3 ବାଡ଼ରେ ଠାକୁରମାନଙ୍କର ମଙ୍ଗଳ ଆଳତି କରିଥାନ୍ତି। ତତ୍ପରେ ମୈଲମ, ତଡ଼ପ ଲାଗି, ଅବକାଶ ପୂଜା ଇତ୍ୟାଦି ପରେ ଦତ୍ତ ମହାପାତ୍ର ସେବକମାନେ କର୍ପୂର ଜଳ ଓ ଶୁକ୍ଳ ବସ୍ତ୍ରରେ ଶ୍ରୀମୁଖ ପୋଛିଥାନ୍ତି। ଏହା ଅଧର ପୋଛା ନାମରେ ସୁପରିଚିତ ଅଟେ। ଏହାର ବିଶେଷତ୍ୱ ଏହିକି ଯେ ପହଣ୍ଡି ବିଜେରେ କ୍ଲାନ୍ତ, ଶ୍ଲାନ୍ତ ଓ ଘର୍ମାକ୍ତ ହୋଇଥିବା ଶ୍ରୀ ବିଗ୍ରହମାନଙ୍କର ଶ୍ରୀମୁଖରୁ ଝାଳ ପୋଛିବା ପାଇଁ 3 ଗୋଟି ରୂପା ପାତ୍ରରେ
କର୍ପୂର ଜଳରେ ଅଧର ପୋଛା ଯାଇଥାଏ। ପହଣ୍ଡି ବିଜେ ଶେଷ ପରେ ଘଣ୍ଟ ଛତା କାହାଳି ସହ ମୁଦିରସ୍ତ ଓ ସୁନା ଗୋସାଇଁ ସେବକ ଶୀତଳ ମନ୍ଦିର ସମ୍ମୁଖସ୍ଥ ସୁନାକୂପ ନିକଟରେ ପହଞ୍ଚି ପ୍ରଥମ ଜଳଛେକ ଆଣିବା ପରେ ଅବଶିଷ୍ଟ ଜଳ ପିତ୍ତଳ ଗରାମାନଙ୍କର ସୁନା ଗୋସାଇଁ ଅଧିବାସ ଘର ନିକଟକୁ ଆଣିଥାନ୍ତି। ଆନନ୍ଦ ବଜାର ସ୍ଥିତ ଚାହାଣୀ ମଣ୍ଡପର ପାର୍ଶ୍ୱରେ ଅସ୍ଥାୟୀ ଭାବେ ନିର୍ମିତ ହୋଇଥିବା ଅଧିବାସ ଘରେ 108 ଗଡ଼ୁରେ ଜଳ ରଖାଯାଏ। ତହିଁରେ ଚନ୍ଦନ, କର୍ପୂର, ଚୁଆ ଇତ୍ୟାଦି ମିଶ୍ରିତ ହୋଇଥାଏ। ଗଡ଼ୁର ମୁହଁରେ କରିଆ କନା ଆଚ୍ଛାଦିତ ହୋଇ ତହିଁ ଉପରେ ଗୋଟାଏ ଲେଖା ନଡ଼ିଆ ରଖାଯାଇଥାଏ। ପୂର୍ବେ 22 ପାହାଚ ଉପର ପାର୍ଶ୍ୱରେ ଥିବା ଏକ ସର ଘରରେ ଏହି ଜଳ ଅଧିବାସ କରାଯାଇ ଘରକୁ ସିଲ୍ କରାଯାଉଥିଲା। ବିଗତ 16 ବର୍ଷ ପୂର୍ବେ ଜଳାଜୀର୍ଣ୍ଣ ଅବସ୍ଥାରେ ରହିଥିବା ସମସ୍ତ ସରଘର ଗୁଡ଼ିକୁ ଭଙ୍ଗାଯିବା ପରେ ଜଳ ଅଧିବାସ ନିମନ୍ତେ ବାଉଁଶ, ଚାଞ୍ଚ ଓ ଚାନ୍ଦୁଆ ଦ୍ୱାରା ଏକ ଅସ୍ଥାୟୀ ଗୃହ ନିର୍ମାଣ କରାଯାଉଛି। ଜଳ ଅଧିବାସ ଗୃହରେ ରଖାଯାଉଥିବା 108 ଗଡ଼ୁ ଜଳ ମଧ୍ୟରୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ନିମନ୍ତେ 35 ଗଡ଼ୁ, ଶ୍ରୀ ବଳଭଦ୍ରଙ୍କ ନିମନ୍ତେ 33 ଗଡ଼ୁ, ଦେବୀ ସୁଭଦ୍ରାଙ୍କ ନିମନ୍ତେ 22 ଗଡ଼ୁ ଏବଂ ଶ୍ରୀ ସୁଦର୍ଶନଙ୍କ ନିମନ୍ତେ 18 ଗଡ଼ୁ ସୁଗନ୍ଧିତ ଜଳ ପୃଥକ ପୃଥକ ଭାବେ ସଂସ୍ଥାପନ ପୂର୍ବକ ଅଧିବାସିତ ହୋଇ ରହିଥାଏ। ପାଳିଆ ପୂଜା ପଣ୍ଡା ରୋଷହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଇତ୍ୟାଦି ନୀତି ସମ୍ପନ୍ନ କରିଥାନ୍ତି। ସ୍ନାନ ଜଳ ପୂଜା ପୂର୍ବରୁ ପ୍ରତିହାରୀ ସେବକମାନେ ଶୋଧ କରି ସ୍ନାନ ମଣ୍ଡପର ଚତୁଃପାର୍ଶ୍ୱରେ ଟେରା ବାନ୍ଧନ୍ତି ଓ 16 ଖମ୍ବମାନଙ୍କରେ ଜଗିଥାନ୍ତି। ସୁଆର ବଡ଼ୁ ସେବକ ଅମୁଣିଆ ଜଳ ପକାଇ ମଣ୍ଡପଟିକୁ ପରିଷ୍କାର କରନ୍ତି। ସେହି ସମୟରେ ପତ୍ରିବଡ଼ୁ ସେବକ ସ୍ନାନ ବେଦୀର ସିଂହାସନ ଉପରେ ପୂଜା ଠା କରିଥାନ୍ତି। ଠାକୁରମାନେ ପୂର୍ବରୁ ବୈରାଣୀ ସଜ ଲାଗି ହୋଇ ବସିଥାନ୍ତି। ସ୍ନାନ ପୂଜା ଠା ବିଧି ସରିବା ପରେ ପାଳିଆ ପ୍ରତିହାରୀ ସେବକ ଜଳ ବିଜେ କରିବା ପାଇଁ ହାତରେ ଯୋଡ଼ି ବେତ ଧରି ଡାକିଯିବା ପରେ ଗରାବଡ଼ୁ ସେବକମାନେ ମୁହଁରେ ଗାମୁଛା ବାନ୍ଧି ଜଳ ବିଜେ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଗରାବଡ଼ୁ ସେବକମାନେ ଗଡ଼ୁ ଧରି ଜଳ ବିଜେ କରିବା ସମୟରେ ଘଣ୍ଟ, ଛତ, ତରାସ, କାହାଳି ଓ ବଜନ୍ତ୍ରୀ ସେବକ ବାଦ୍ୟ ବଜାଇ ଆଗେ ଆଗେ ଯାଉଥାନ୍ତି। ଏହି ବିଜେ ସମୟରେ ତଳିଚ୍ଛ ସେବକ ଓ ପ୍ରଧାନୀ ଉଭୟ ହସ୍ତ ଉପରେ ହସ୍ତ ରଖି କରପୈଠ ପୂର୍ବକ ଆଗେ ଆଗେ ବେଦୀ ଉପରକୁ ଯାଇଥାନ୍ତି। ଚାରିଧାଡ଼ି ପନ୍ତିରେ ଜଳ ବିଜେ ହୋଇ ରଖାଯାଇଥାଏ। ଜଳ ବିଜେ ସମାପ୍ତ ହେଲା ପରେ ପାଳିଆ ପୂଜା ପଣ୍ଡା 3 ଜଣ ଉକ୍ତ ସ୍ନାନ ଜଳକୁ ଷୋଡ଼ଶ ଉପଚାରରେ ପୂଜା କରିଥାନ୍ତି। ପୂଜା ବଢ଼ିବା ପରେ ଶଙ୍ଖ ଜଳ ଗଡ଼ୁମାନଙ୍କ ଉପରେ ପଡ଼ିବା ପରେ ଗରାବଡ଼ୁ ସେବକ ଅଭିମନ୍ତ୍ରିତ ଜଳକୁ ନେଇ ମେକାପ ଧରିଥିବା ରୂପା ପିଙ୍ଗଣରେ ଢାଳିଥାନ୍ତି। ମଣ୍ଡଳ କାରିକା ଅନୁଯାୟୀ ପୂଜା ପୂର୍ବରୁ ଜଳ ଗଡ଼ୁ ଗୁଡ଼ିକ ଶ୍ରୀ ବଳଭଦ୍ରଙ୍କର ଚତୁଷ୍କୋଣୀ ମଣ୍ଡଳ, ଶ୍ରୀ ଜଗନ୍ନାଥଙ୍କର ଚତୁର୍ମୁଖୀ ମଣ୍ଡଳ, ସୁଭଦ୍ରାଙ୍କର କଉଳି ତ୍ରିକୋଣ ମଣ୍ଡଳ ଏବଂ ଶ୍ରୀ ସୁଦର୍ଶନଙ୍କ ମଣ୍ଡଳ ବର୍ତ୍ତୁଳ ଅଟେ। ବିଧିବିଧାନ ପୂର୍ବକ ପୂଜା ବଢ଼ିବା ପରେ ଧୂପ ଜପାଦି ହୋଇଥାଏ। ତତ୍ପରେ ଜଳଗଡ଼ୁ ଉପରୁ ନାରିକେଳ ଫଳ ଓ କରିଆ ବସ୍ତ୍ରମାନ ବାହାର କରାଯାଏ। 3 ଦେବତାଙ୍କୁ ଧ୍ୟାନ ପୂର୍ବକ ଜଗତ ମଙ୍ଗଳାର୍ଥେ ବୈଦିକ ସମୁଦ୍ର ଜ୍ୟେଷ୍ଠା ମନ୍ତ୍ରରେ ସହସ୍ରାକ୍ଷ ମନ୍ତ୍ରରେ ପୁରୁଷ ସୂକ୍ତ ଉଚ୍ଚାରଣ କରାଯାଇ ସ୍ନାନ କରାଯାଇଥାଏ। ପ୍ରଥମେ 3 ଗୋଟି ଗଡ଼ୁ ଯେଉଁଥିରେ କି 10 ଭାଗ ଜଳ ଓ 6 ଭାଗ ଚନ୍ଦନ କର୍ପୂର ଆଦି ପଡ଼ିଥାଏ ତା ପିଙ୍ଗଣରେ ରଖାଯାଇ ଶ୍ରୀଜୀଉଙ୍କ ଶିରରେ ଅଧେ, ତତ୍ପରେ ଅଧେ ମୁଖରେ ଓ ସର୍ବାଙ୍ଗରେ ସେହି ଜଳ ଧୀରେ ଧୀରେ ଭକ୍ତି ସହକାରେ ଢାଳନ୍ତି। ପରେ ଅନ୍ୟ ସ୍ନାନ ଜଳ ସବୁ ଶ୍ରୀ ବିଗ୍ରହମାନଙ୍କ ଶ୍ରୀ ଅଙ୍ଗମାନଙ୍କରେ ଢଳାଯାଇ ସ୍ନାନ ନୀତି ଶେଷ ହୋଇଥାଏ। ସ୍ନାନ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକ ଦିବ୍ୟ ବସ୍ତ୍ର, ପୁଷ୍ପମାଲ୍ୟ, ଦୟଣା ଇତ୍ୟାଦି ଦ୍ୱାରା ଶ୍ରୀ ବିଗ୍ରହମାନଙ୍କୁ ମଣ୍ଡିତ କରାଇଥାନ୍ତି। ତାହାପରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥାଏ। ସ୍ନାନବେଦୀ ଉପରକୁ ଯିବା ପୂର୍ବରୁ ଗଜପତି ମହାରାଜଙ୍କ ତାମଯାନ ସିଂହଦ୍ୱାର ଠାରେ ରହିଥାଏ। ଏହିଠାରୁ ରାଜଗୁରୁ, ଶ୍ରୀମନ୍ଦିରର ପଦାଧିକାରୀ, କର୍ମଚାରୀ ଓ ନୀତି ସମ୍ପୃକ୍ତ ସେବକମାନଙ୍କ ଗହଣରେ 22 ପାବଚ୍ଛ ଦେଇ ଆନନ୍ଦ ବଜାର ମଧ୍ୟକୁ ପ୍ରବେଶ ପୂର୍ବକ ସ୍ନାନବେଦୀରେ ଗଜପତି ମହାରାଜା ବିଜେ କରିଥାନ୍ତି। ସ୍ନାନବେଦୀ ଉପରେ ସର୍ବପ୍ରଥମେ ଠାକୁରମାନଙ୍କୁ ଗଜପତି ଦଣ୍ଡ ପ୍ରଣାମ ହୋଇ ଗରାବଡ଼ୁ ସେବକମାନଙ୍କ ଠାରୁ ହାତୁଆଣି ନେଇ ନିଉଛାଳି ହୋଇ ପୁଷ୍ପାଞ୍ଜଳି ଦିଅନ୍ତି। ତାହାପରେ ସୁନା କର୍ପୂର ଆଳତିରେ କର୍ପୂର ବସାଇ
भंडार मेकअप राजगुरु को देवा परे ताहा संस्कार पूर्वक गजपति हस्त को बढ़ाई दि जाए। गजपति महाराजा आरती करिबा परे सुनार आलट चामर सेवा करते। तत्पर दयाणमाणी सेवक जोगाई शुक्ल पुष्प भंडार मेकअप रूपा पिंगण रे धरी था। राजगुरु सुना खड़िका संस्कार करे राजा हाथ को बढ़ाई था। भंडार मेकअप स्नान बेदी उपरे सम्मुख भागरे शुक्ल पुष्प आगे पकाउथिबे और गजपति सुना खड़िका धरी बेदी सम्मुख भाग पहरती। यापर घटुआरी रखिथिबा रूपा पिंगण रे चंदन बाणी भंडार मेकअप हाथ को बढ़ाई था। भंडार मेकअप हस्तरे थिबा उक्त चंदन जल को राजगुरु संस्कार करिबा परे एही संस्कारित जल सिंचन पूर्वक गजपति बेदी सम्मुख भाग को सुना खड़िकार पहरी था। यापर छेरा पहरा नीति संपन्न होता है। छेरा पहरा नीति संपन्न हेबा परे महाप्रभु दिव्य गजबेश सुसज्जित होता। जनश्रुति अनुजाई गणपति भट्टं को एही दिन प्रभु गजानन रूपरे बा गणपति रूपरे दर्शन देइथिबा हेतु महाप्रभु एही बेश को गजानन बेश मध्य कुहा जाइथाय। महाप्रभुंकर एही दिव्य गजबेश बढ़िबा परे सकाळ धूप पूजा अनुष्ठित होइथाय। एही दिन ठाकुर मानक उद्देश्य रे गोटिए मात्र नैवेद्य होइथाय। स्नान मंडप उपरे धूप पखाळ होई टेरा बंधा जिबा परे सकाळ धूपर भोग रोष घर ठारू आनंद बजार दे स्नान मंडप उपर को अणा जाए। ए दिन भोग को घंट छता भोग मध्य कुहा जाए। उक्त दिन सुपकार माने भोग नहीं एही मंडप को जाउथिबार दृश्य अत्यंत मनोरम। भोग आसीबा पूर्वरु रास्ता सफा होई चून पानी पड़ी था। घंटुआ बजंतरी वाद्य बजाऊ थांती। परंपरा अनुजाई केवल एही दिन व्रत होइथिबा सुपकार बालक तथा युवक माने रोष घरु अमुनिया भोग द्रव्य बोही स्नान मंडप उपर को आनिबा परे रोष घरे रंधन और रत्न सिंहासन तथा भोग मंडप को भोग बोही पंक्ति रे तोलिबार अधिकार पाई थांती। एही सेवकंकर साड़ी बंधा विधि नथिबारु परंपरा प्रकारे स्नान पूर्णिमा छेक आनिले वर्ष जाक भितरे तोलिबार अधिकार प्राप्त होइथांते। स्नान पूर्णिमा पर्वाणी नीति अनुजाई सकाळ धूपरे श्री विग्रह मानक विभिन्न प्रकार सुमिष्ट पिष्टक अन्न व्यंजन आदि मंडपर चतुर्पार्श्व बहुल परिमाण रे तोला जाइथाय। समस्त भोग द्रव्य स्नान मंडप को आसीबा परे महाप्रभुंक बाड़े प्रसाद लगी बढ़े एवं दैनंदिन सकाळ धूप पूजा विधि बळी पूजा पंडा माने षोडशोपचार रे एही पूजा करिथांते। पूजा बढ़िबा परे तीन बाड़े आरती अनुष्ठित होइथाय। तत्परे पूजा पंडा पति महापात्र एवं मुदिरस्थ एही तीन सेवकंक द्वारा पर्वयात्रा वंदापना अनुष्ठित होइथाय। वंदापना बढ़िबा परे सर्वसाधारण उद्देश्य रे साहाण मेला दर्शन अनुष्ठित होइथाय। एही दर्शन रे भक्त माने महाप्रभुंक निकट को जाई दर्शन करी अपार आनंद लाभ करते। एतद व्यतीत बड़दाण्डरु मध्य लक्ष लक्ष भक्त एही बेश संदर्शन करी निजको कृतार्थ मणि थांते। साहाण मेला दर्शन बढ़िबा परे लोक मानकु मंडप उपर खाली करा जायथाय। ताहा परे श्री विग्रह मानक बेश ओलागी होई मैलम हुए और पुष्पांजलि एवं डोर लगी नीति अनुष्ठित होता है। ताहा परे महाप्रभु फेरी जाती। बाहुड़ा पहंडीर दिव्य क्रम आरंभ होता है। यही विधि गोटी पहंडी अंतर्भुक्त अटे। स्नान बेदी बाहुड़ा पहंडी विजय समय देवदर्शन एक पुण्य और धर्मप्रद बोली ब्रह्म पुराण रे मध्य कुहा जाइछि। महाप्रभु एबे फेरी जाती अणसर घर को 15 दिन आउ दर्शन होइब नाही। एही समय हैला अणसर।